ବନ୍ଧୁଗଣ, କେବେ ଏମିତି ହୋଇଛି କି ରାତିରେ ଏକୁଟିଆ ଘରେ ରହି ଶୋଇଯାଇଛନ୍ତି? ଜୀବନର ଅଭୁଲା ସ୍ମୃତି ଲୁହ ହୋଇ ଆଖିରୁ ନୀରବରେ ଝରୁଛି। ମନ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ମାନ ଅଭିମାନ ନେଇ ଛଳ ଛଳ ଆଖିରେ ଚାହିଁ ରହିଛି। କହୁଛି, ହେ ଭଗବାନ, ମୋ ଜୀବନରେ ଏତେ ଦୁଃଖ କାହିଁକି? ତୁମକୁ ଜୀବନରେ ଯେତେ ଆପଣାର କରୁଛି ସେତେ କଷ୍ଟ ସହିବାକୁ ପଡୁଛି। ବନ୍ଧୁଗଣ, ଆମେ ସବୁ ସୁଖ ଚାହୁଁଛୁ, ଶାନ୍ତି ଚାହୁଁଛୁ, ଆନନ୍ଦରେ ରହିବାକୁ ଚାହୁଁଛୁ, କିନ୍ତୁ ଜୀବନ କାହିଁକି ପୁଣି ପୁଣି ଆମକୁ ଦୁଃଖ ପରୀକ୍ଷା ଦିଏ? ଭଗବାନ କି ଆମ ପ୍ରାର୍ଥନା ଶୁଣନ୍ତି ନାହିଁ? ନା କି ଦୁଃଖ ଭିତରେ ଆମେ ବୁଝିପାରୁନାହୁଁ ତାଙ୍କର ସେଇ ସତ୍ୟ ମଙ୍ଗଳ ପଥ କେଉଁଟା? ଆଜି ଆମେ ଖୋଜିବା, ଜୀବନରେ ଦୁଃଖ ଆସେ କାହିଁକି? ଭଗବାନ ସତରେ ଦୁଃଖ ଦିଅନ୍ତି କି? ନା କି ଆମର କର୍ମ ହିଁ ଆମର ଭାଗ୍ୟ ଲେଖେ? ଚାଲନ୍ତୁ ଭକ୍ତି ଓ ଭାବରେ ଆଜି ଏହି ଗଭୀର ସତ୍ୟକୁ ବୁଝିବାକୁ ଚେଷ୍ଟା କରିବା। ଆସ, ମୋର ଗୁରୁଙ୍କୁ ସ୍ମରଣ କରି ଆରମ୍ଭ କରିବା ଏ ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର, ସଭିଙ୍କର ଆତୁଳ ଶ୍ରୀ ଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ସବୁଦିନେ ଏମିତି ଆତ୍ମିକ କଥା ଶୁଣିବା ପାଇଁ ଆମର ଏହି ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନାକୁ ସବସ୍କ୍ରାଇବ କରି ରଖନ୍ତୁ। ଭଲ ଲାଗିଲେ ନିଜ ପ୍ରିୟଜନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ବନ୍ଧୁଗଣ, ପ୍ରକୃତରେ ଜୀବନରେ ଦୁଃଖ କାହିଁକି ଆସେ? ଏହି ପ୍ରଶ୍ନଟି ମଣିଷ ହୃଦୟର ସବୁଠୁ ଗଭୀର ପ୍ରଶ୍ନ। ଯେତେବେଳେ ରାତି ସାରା ଶୋଇ ହୁଏ ନାହିଁ, ଆଖିରୁ ଧାର ଧାର ଅଶ୍ରୁ ଝରେ, ମନ ଭିତରେ ଅନ୍ଧକାର ମାଡ଼ି ବସେ, ସେତେବେଳେ ଆମେ ଆକାଶକୁ ଦେଖି କହୁ, ହେ ଭଗବାନ, ତୁମେ ଥାଇ ବି ନଥିଲା ଭଳି ମୋ ଜୀବନରେ ଏତେ ଦୁଃଖ କାହିଁକି ଦେଉଛ? କିନ୍ତୁ ବନ୍ଧୁମାନେ, ଏହି ପ୍ରଶ୍ନର ଉତ୍ତର ଦୂର ଆକାଶରେ ନୁହେଁ, ବରଂ ଆମର ହୃଦୟ ଭିତରେ ଲୁଚି ରହିଛି। ସଂସାରର ଅନ୍ୟତମ ନାମ ହେଉଛି ଦୁଃଖ, ସଂଘର୍ଷ, ଅଥବା କାହା କାହା ଭାଗ୍ୟରେ ଅମାପେ ସୁଖର ଖେଳ। ଯେଉଁଠି ଜୀବନ ଅଛି ସେଠି ସଂଘର୍ଷ ପରୀକ୍ଷା ଅଛି। ଯେଉଁଠି ପ୍ରେମ ଅଛି ସେଠି ବିଚ୍ଛେଦ ଅଛି। ଯେଉଁଠି ଆଶା ଅଛି ସେଇଠି ନିରାଶା ମଧ୍ୟ ଆସିପାରେ। ଭାବନ୍ତୁ, ଦ୍ୱାପର ଯୁଗରେ ସ୍ୱୟଂ ପରମ ବ୍ରହ୍ମ ଅବତାର ନେଇଥିବା ଭଗବାନ ଶ୍ରୀକୃଷ୍ଣ ମାତୃ ଗର୍ଭରୁ ଆରମ୍ଭ କରି ସିନା କେତେ ଦୁଃଖ ସହିଥିଲେ। କାରାଗାରରେ ଜନ୍ମ ହେବାଠାରୁ ଆରମ୍ଭ କରି ଶୈଶବରେ ମୃତ୍ୟୁର ଆପଦ, ଶେଷରେ ସାରା ଜୀବନ ଯୁଦ୍ଧ, ଖାଲି ଯୁଦ୍ଧ ଓ ବିଚ୍ଛେଦ ପୂର୍ଣ୍ଣ। ଠିକ୍ ସେହିଭଳି ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାଜା ହେବାର ପୂର୍ବରୁ 14 ବର୍ଷର ବନବାସ ଦୁଃଖ ସ୍ୱୀକାର କଲେ। ଯଦି ଭଗବାନଙ୍କ ଅବତାର ମାନେ ଦୁଃଖ ସହିଥିଲେ, ତେବେ ଆମେ ସାଧାରଣ ମଣିଷ ଏହି ଦୁଃଖରୁ କେମିତି ମୁକ୍ତ ହେବୁ? ଏଇଠି ଲୁଚିଛି ଗୋଟିଏ ଗଭୀର ସନ୍ଦେଶ। ଶ୍ରୀ ଠାକୁରଙ୍କ ମତରେ ଦୁଃଖ ଆମ ପାଇଁ ଶାସନ ନୁହେଁ, ଦୁଃଖ ହେଉଛି ଆମକୁ ଶକ୍ତିଶାଳୀ କରିଦେବାର ଏକ ମହାନ ଶିକ୍ଷା। ଦୁଃଖ ନଷ୍ଟ କରିବାକୁ ନୁହେଁ ବନ୍ଧୁଗଣ, ବରଂ ଆମକୁ ଗଢ଼ିବାକୁ ଆସେ।
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହୁଛନ୍ତି, ଚାହିଁବାଟା ନ ପାଇବା ହିଁ ଦୁଃଖ। କିଛି ଚାହୁଁ ନାହିଁ, ସବୁ ଅବସ୍ଥାରେ ରାଜି ଥାଅ, ଦୁଃଖ ତୁମର କ'ଣ କରିବ? ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଏହି ବାଣୀରେ କେତେ ଗଭୀର ତତ୍ତ୍ୱ ଲୁଚି ରହିଛି। ଆମ ଦୁଃଖର ମୂଳ କାରଣ ହେଉଛି ଅଭାବର ଭାବ। ମୋତେ ଏହା ଦରକାର, ସେଇଟା ଦରକାର, ମୋତେ ମାନ ଦରକାର, ଯଶ ଦରକାର, ପ୍ରଶଂସା ଦରକାର। ଏହି ଚାହିଁବାଟା ଅପୂର୍ଣ୍ଣ ହେଲେ ଆମେ ଭାବୁ ଭଗବାନ ମୋତେ ଭୁଲିଗଲେ ବୋଧେ, ପର କରିଦେଲେ ବୋଧେ। କିନ୍ତୁ ଏଠି ସତ୍ୟଟା କ'ଣ? ସତ୍ୟ ହେଉଛି ଭଗବାନ କେବେ ଆମକୁ ଭୁଲନ୍ତି ନାହିଁ, ଆମେ ହିଁ ତାଙ୍କ ହାତ ଛାଡ଼ି ଦେଉ। ଦୁଃଖ ସମୟରେ ଆମେ ଭଗବାନଙ୍କୁ ଦୋଷ ଦେଇ ଚାଲୁ, କିନ୍ତୁ ନିଜ କର୍ମକୁ ଦେଖୁନାହୁଁ। ପୋଖରୀ ଅନୁଯାୟୀ ଜଳ, କର୍ମ ଅନୁସାରେ ଫଳ। ଆମେ ଯେ ବୀଜ ବୁଣୁ ସେଥିରୁ ସେଇ ଗଛର ଫଳ ସିନା ମିଳେ। ଅର୍ଥାତ୍ ଭଲ କର୍ମ କଲେ ସୁଖର ଫଳ ମିଳେ, ମନ୍ଦ କର୍ମ କଲେ ଦୁଃଖର ଫଳ ମିଳେ। ଯେପରି ଶିକ୍ଷାଳୟରେ ଭଲ ପଢ଼ିଲେ ଭଲ ଫଳାଫଳ ମିଳେ, ଠିକ୍ ସେମିତି ଜୀବନରେ ଭଲ ଆଚାର ବ୍ୟବହାର ଚଳନ ବଜାୟ ରଖିଲେ ଶାନ୍ତି ଆନନ୍ଦ ବି ଅବଶ୍ୟ ମିଳେ। ବନ୍ଧୁଗଣ, ଦୁଃଖ ଆସିଲେ ଭାବନ୍ତୁ ଯେ ଏହା ମୋର ଏକ ପରୀକ୍ଷା। ଉଦାହରଣ, ସୁନାକୁ ଯେତେବେଳେ ଅଗ୍ନିରେ ପୋଡ଼ାଯାଏ, ଯେତେ ମଇଳା ଖାଦ ଜଳି ପୋଡ଼ି ପାଉଁଶ ହୋଇଯାଏ, ସେତେବେଳେ ଯାଇ ସିନା ସେ 24 କ୍ୟାରେଟ ସୁନା ଖାଣ୍ଟି ସୁନା ହୁଏ। ତେଣୁ ଭଗବାନ ଆମକୁ ଦୁଃଖର ଅଗ୍ନିରେ ରଖି ସେଇଭଳି ଖାଣ୍ଟି ମଣିଷ କରିବାକୁ ଚାହିଁଛନ୍ତି। ଆଉ ଜୀବନରେ ଗଭୀର ସତ୍ୟକୁ ଜଣେଇବାକୁ ଚାହିଁଛନ୍ତି। ତାହେଲା ଖରାପ ସମୟ କେବଳ ଦୁଃଖ ଦେବାକୁ ନୁହେଁ, ସମ୍ପର୍କ ଚିହ୍ନାଇ ଦେବାକୁ ଆସେ, କିଏ ନିଜର ଆଉ କିଏ ପର। ଯେତେବେଳେ ସବୁଠି ଅନ୍ଧକାର ଘୋଟିଯାଏ, ସେତେବେଳେ ଜଣାପଡ଼େ କିଏ ଆମ ସହିତ ଅଛନ୍ତି। ତେଣୁ ଦୁଃଖ ଆସିଲେ ହୃଦୟରୁ କୁହନ୍ତୁ, ହେ ପରମ ପିତା, ମୁଁ ଜାଣେ ନା କେଉଁ ପଥ ମୋ ପାଇଁ ମଙ୍ଗଳ, ତୁମ ଇଚ୍ଛା ହିଁ ମୋର ମଙ୍ଗଳ। ମୁଁ ଜାଣିନି କେଉଁଥିରେ ମୋର ଭଲ, କିନ୍ତୁ ତୁମେ ତ ଜାଣ। ତୁମରି ସାହସ, ତୁମରି ଶକ୍ତି ଦେଇ ମୋତେ ଉଦ୍ଧାର କରିବ। ଏଇ ଭାବ ଆସିଲେ ଦୁଃଖ ଲାଗିବ ନାହିଁ, ମନ ଅବିଚଳ ହେବ ନାହିଁ, ମନରେ ସ୍ଥିରତା ଆସିବ, ଧୈର୍ଯ୍ୟ ସାହସ ଆସିବ। ଶ୍ରୀ ଶ୍ରୀ ଠାକୁରଙ୍କ ସତ୍ୟାନୁସରଣରେ ଲେଖା ହୁଏ, ତୁମେ ଅନ୍ୟର ଦୁଃଖର କାରଣ ହୁଅ ନାହିଁ, ତୁମ ଦୁଃଖର କାରଣ କେହି ହେବେ ନାହିଁ। ଜୀବନରେ ଯାହା ତ୍ୟାଗ କରିବାକୁ ହେବ, ତା ଆଡ଼କୁ ଆକୃଷ୍ଟ ବା ଆସକ୍ତ ହୁଅ ନାହିଁ, ଦୁଃଖରୁ ରକ୍ଷା ପାଇବ। ଯଦି ଆମେ ନିଜେ ସତ୍ ହେବୁ, ନିଜେ ଭଲରେ ରହିବୁ, ଭଲ ହେବୁ, ନିଜ ଚଳନ ସଠିକ୍ କରି ଚାଲିବୁ, ତେବେ ପରିବାର, ସମାଜ, ଦେଶ ସବୁ ହିଁ ପରିବର୍ତ୍ତିତ ହେବ। ସତ୍ୟକୁ ଆଶ୍ରୟ କର, ଆଉ ଅସତ୍ୟର ଅନୁଗମନ କର ନାହିଁ। ଶାନ୍ତି ତୁମକୁ କୌଣସି ମତେ ଛାଡ଼ି ରହିବ ନାହିଁ। ଦୁଃଖ ହେଉଛି ଗୋଟେ ଭାବ, ସୁଖ ମଧ୍ୟ ଗୋଟେ ଭାବ। ଅଭାବର ଭାବଟା ହିଁ ତ ଦୁଃଖ। ଧର୍ମ, ନାମ, ଧ୍ୟାନ, ଇଷ୍ଟ ନିଷ୍ଠା ଏହିମାନେ ହୃଦୟର ଅଭାବକୁ କାଢ଼ି ଦିଅନ୍ତି। ଯେତେବେଳେ ମନରେ ଏମିତି ଦୃଢ଼ ବିଶ୍ୱାସ ଆସେ, ରାତି ପରେ ସକାଳ ନିଶ୍ଚୟ ହେବ, ସେତେବେଳେ ଭୟରୁ ମହାଭୟ ମଧ୍ୟ ଦୂରେଇ ଯାଏ। ବନ୍ଧୁଗଣ, ଭଗବାନ ଆମକୁ ନଷ୍ଟ କରିବାକୁ ଜନ୍ମ ଦେଇନାହାନ୍ତି, କର୍ମ କରିବାକୁ। ଅନେକ ସମୟରେ ଭାବୁ ସେ ଆମକୁ ଦୁଃଖ ଦିଅନ୍ତି, ତା ନୁହେଁ, କିନ୍ତୁ ସେ ଆମକୁ ମଣିଷ ପରି ମଣିଷ କରିବାକୁ ଦୁଃଖ ଦିଅନ୍ତି, ଆମକୁ ମଜବୁତ କରି ଠିଆ କରାନ୍ତି। ତେଣୁ ଆଜିଠାରୁ ଆମେ ଏହି ପ୍ରାର୍ଥନା କରିବା, ହେ ପରମ ପିତା, ମୋର ଇଚ୍ଛା ବୋଲି କିଛି ହିଁ ନୁହେଁ, ସବୁ
ତୁମ ଇଚ୍ଛା ହିଁ ପୂର୍ଣ୍ଣ ହେଉ। ମୋତେ ଏମିତି ଶକ୍ତି ଦିଅ, ସାହସ ଦିଅ, ଧୈର୍ଯ୍ୟ ଦିଅ ଯେ ମୁଁ ଦୁଃଖରେ ମଧ୍ୟ ଭାଙ୍ଗି ନ ପଡ଼ି ତୁମକୁ ଧରି ରହିପାରିବି। ଯେତେବେଳେ ଆମେ ତାଙ୍କୁ ଧରି ରହିବୁ ସେତେବେଳେ ଦୁଃଖ ଆସିଲେ ବି ଆମକୁ ଭାଙ୍ଗି ପାରିବ ନାହିଁ। ଜୀବନର ପ୍ରତ୍ୟେକ ଦୁଃଖ ହେଉଛି ଆମର ଗୋଟିଏ ସିଢ଼ି, ଯାହା ଆମକୁ ଆତ୍ମଜ୍ଞାନ ଓ ପରମ ଶାନ୍ତି ଦିଗକୁ ନେଇଯାଏ। ହଁ ବନ୍ଧୁଗଣ, ଆଜିର ଏହି ସୁନ୍ଦର ଶିକ୍ଷଣୀୟ ବିଷୟବସ୍ତୁଟି ଆପଣମାନଙ୍କୁ ଭଲ ଲାଗିଥିଲେ ଆମକୁ ଲାଇକ୍ଟିଏ କରିବେ, କମେଣ୍ଟ ସେକ୍ସନରେ ଜୟଗୁରୁ ଲେଖି ନିଶ୍ଚୟ ଜଣେଇବେ। ଏପର୍ଯ୍ୟନ୍ତ ଯଦି ଆମର এই ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ଦବାନ୍ତୁ, ତାକି ସବୁଦିନ ଠିକ୍ ଏହି ସମୟରେ ନୂଆ ବିଷୟବସ୍ତୁ ନେଇ ଆପଣଙ୍କ ପାଖରେ ପହଞ୍ଚି ପାରିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।